ଏପରି ଜଣେ ଯୋଦ୍ଧା ଯାହାଙ୍କୁ ଭଗବାନ ଶ୍ରୀକୃଷ୍ଣ ମଧ୍ୟ ଭୟ କରୁଥିଲେ ଏବଂ କେବଳ ତାହା ନୁହେଁ, ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ ମଧ୍ୟ ଥରେ ଯୁଦ୍ଧକ୍ଷେତ୍ରରୁ ପଳାଇ ଯାଇଥିଲେ। ଭଗବାନ ଶ୍ରୀକୃଷ୍ଣ କଂସଙ୍କୁ ବଧ କରିବା ପରେ କଂସଙ୍କ ଶ୍ୱଶୁର ଜରାସନ୍ଧ କ୍ରୋଧିତ ହୋଇ ବାରମ୍ବାର କୃଷ୍ଣଙ୍କ ସହିତ ଯୁଦ୍ଧ କରିଥିଲେ। ତଥାପି ଜରାସନ୍ଧ କୃଷ୍ଣଙ୍କୁ ବଧ କରିପାରିନଥିଲେ। ସେ ତାପରେ ଯବନ ରାଜ୍ୟର ରାଜା କାଲ୍ୟବନଙ୍କୁ ଡାକିଥିଲେ। କାଲ୍ୟବାନ ଭଗବାନ ଶିବଙ୍କ ଠାରୁ ଏକ ବର ପାଇଥିଲେ ଯେ କୌଣସି ଅସ୍ତ୍ର ତାଙ୍କର କ୍ଷତି କରିପାରିବ ନାହିଁ ଏବଂ କେହି ନିଜ ଶକ୍ତିରେ ତାଙ୍କୁ ପରାସ୍ତ କରିପାରିବେ ନାହିଁ। ତେଣୁ ଯେତେବେଳେ ସେ ଶ୍ରୀକୃଷ୍ଣଙ୍କୁ ଯୁଦ୍ଧ କରିବାକୁ ଉସୁକାଇଲେ, ଶ୍ରୀକୃଷ୍ଣ ତାଙ୍କ ସହିତ ଯୁଦ୍ଧ କରିବା ପରିବର୍ତ୍ତେ ଚତୁରତାର ସହ ଯୁଦ୍ଧକ୍ଷେତ୍ରରୁ ପଳାୟନ କରିଥିଲେ। ସେ ତାଙ୍କୁ ମଥୁରାଠାରୁ ବହୁତ ଦୂରରେ ଥିବା ଏକ ଗୁମ୍ଫାକୁ ନେଇଗଲେ, ଯେଉଁଠାରେ ରାଜା ମୁଚୁକୁନ୍ଦ ଘୋର ନିଦ୍ରାରେ ଶୋଇଥିଲେ। ମୁଚୁକୁନ୍ଦ ଭଗବାନ ବିଷ୍ଣୁଙ୍କ ଠାରୁ ଏକ ବର ପାଇଥିଲେ ଯେ ଯିଏ ତାଙ୍କର ନିଦ୍ରାଭଙ୍ଗ କରିବ ସେ ତାଙ୍କ ଦୃଷ୍ଟି ଦ୍ୱାରା ଭସ୍ମ ହୋଇଯିବ। ତାପରେ ଭଗବାନ କୃଷ୍ଣ ତାଙ୍କର ହଳଦିଆ ବସ୍ତ୍ରକୁ ଋଷିଙ୍କ ଉପରେ ରଖିଦେଇ ସେ ଲୁଚିଗଲେ। ଯେତେବେଳେ କାଲ୍ୟବନ ଋଷିଙ୍କୁ ଦେଖିଲେ, ସେ ଭାବିଲେ ଯେ ଏ ଶ୍ରୀକୃଷ୍ଣ। ତାପରେ କାଲ୍ୟବନ ମୁଚୁକୁନ୍ଦଙ୍କୁ ଭୁଲ ବଶତଃ ନିଦ୍ରାରୁ ଜାଗ୍ରତ କରିଦେଲା ଏବଂ ମୁକୁଚୁନ୍ଦଙ୍କ ଦୃଷ୍ଟି କାଲ୍ୟବନ ଉପରେ ପଡ଼ିବାରୁ କାଲ୍ୟବନ ତୁରନ୍ତ ଭସ୍ମ ହୋଇଗଲା। ଏହିପରି ଭଗବାନ ଶ୍ରୀକୃଷ୍ଣ ବିନା ଯୁଦ୍ଧରେ କାଲ୍ୟବନଙ୍କୁ ବଧ କରିଥିଲେ।